ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଏଜୁକେସନ ଅଛି, ତ ଏଜୁକେସନ ଯୋଉମାନଙ୍କର ଅଛି, ତ ମୁଁ ନେଇଛି MCQ ଶ୍ରୀ ଅରବିନ୍ଦଙ୍କ ବିଷୟରେ କିଛି MCQ କ୍ୱେଶ୍ଚିନ୍ ଆନ୍ସର ହେଲା। ତ ମାତ୍ର 10ଟି କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା MCQ, ବୁଝିଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ସମସ୍ତଙ୍କୁ ଜୟ ଜଗନ୍ନାଥ, ରାଧେ ରାଧେ ପିଲାମାନେ। ସମସ୍ତେ ଷ୍ଟାର୍ଟ କରିବା ଭିଡିଓଟି। ଚାଲ କଣ ଦେଇଛି ପ୍ରଥମ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା। ଶ୍ରୀ ଅରବିନ୍ଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଶ୍ରୀ ଅରବିନ୍ଦଙ୍କ ବିଷୟର। ତ ଶ୍ରୀ ଅରବିନ୍ଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? କଲିକତା ନା ମୁମ୍ବାଇ ନା ଚେନ୍ନାଇ ନା ଦିଲ୍ଲୀ? ଶ୍ରୀ ଅରବିନ୍ଦ କେଉଁଠି ଜନ୍ମଗ୍ରହଣ କରିଥିଲେ? ମୁମ୍ବାଇ ନା ପିଲାମାନେ ମୁମ୍ବାଇ ହବନି, ଦିଲ୍ଲୀ ହବନି, ଚେନ୍ନାଇ ବି ହବନି, ତାହେଲେ କଣ ହବ ନା ଅପସନ ହେଇଯିବ କଲିକତା। ତ ଦେଖିବା ପରବର୍ତ୍ତୀ କ୍ୱେଶ୍ଚିନ୍ କଣ ଦେଇଛି। ଶ୍ରୀ ଅରବିନ୍ଦ କେତେ ମସିହାରେ ଜନ୍ମଗ୍ରହଣ କରିଥିଲେ? ପିଲାମାନେ ଶ୍ରୀ ଅରବିନ୍ଦ କେତେ ମସିହା ଜନ୍ମଗ୍ରହଣ କରିଥିଲେ? 1863, 1872, 1873 ନା 1888? କଣ ହବ ପିଲାମାନେ ନା 1872। କେତେ ନା 1872 ମସିହାରେ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ, ଶ୍ରୀ ଅରବିନ୍ଦଙ୍କ ପତ୍ନୀଙ୍କ ନାମ କଣ ଥିଲା? ଶ୍ରୀ ଅରବିନ୍ଦଙ୍କ ପତ୍ନୀଙ୍କ ନାମ କଣ ଥିଲା? ମମତା ଦେବୀ ଥିଲେ ନା ସ୍ୱାଗତିକା ଦେବୀ ନା ମୃଣାଳିନୀ ଦେବୀ ନା ଆରାଧନା ଦେବ? ତ କଣ ଥିଲେ ପିଲାମାନେ ନା ହେଇଯିବ ଶ୍ରୀ ଅରବିନ୍ଦଙ୍କ ପତ୍ନୀଙ୍କ ନାଁ ଥିଲା କଣ ନା ମୃଣାଳିନୀ ଦେବୀ। ନେକ୍ସଟ, ଶ୍ରୀ ଅରବିନ୍ଦ କେତେ ମସିହାରେ ବଙ୍ଗ ବିପ୍ଳବରେ ଲେଖନୀ ଚାଳନା କରିଥିଲେ? ଶ୍ରୀ ଅରବିନ୍ଦ କେତେ ମସିହାରେ ବଙ୍ଗ ବିପ୍ଳବରେ ଲେଖନୀ ଚାଳନା କରିଥିଲେ? 1901, 1902, 1904, 1905? କେତେ ମସିହାରେ କରିଥିଲେ ପିଲାମାନେ ନା ଶ୍ରୀ ଅରବିନ୍ଦ 1905 ମସିହାରେ ବଙ୍ଗ ବିପ୍ଳବରେ ଲେଖନୀ ଚାଳନା କରିଥିଲେ। ନେକ୍ସଟ, ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରବର୍ତ୍ତକ କିଏ ଅଟନ୍ତି? ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରବର୍ତ୍ତକ କିଏ ଅଟନ୍ତି? ଶ୍ରୀ ଅରବିନ୍ଦ, ମହାତ୍ମା ଗାନ୍ଧୀ, ରୁସୋ, ଗୋପବନ୍ଧୁ ଦାସ? ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରବର୍ତ୍ତକ କିଏ ନା ଶ୍ରୀ ଅରବିନ୍ଦ। ଭେରି ଗୁଡ ସମସ୍ତେ, ଶ୍ରୀ ଅରବିନ୍ଦ। ନେକ୍ସଟ, ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନର ଏକ ବୈଶିଷ୍ଟ୍ୟ। ତମେ ପିଲାମାନେ ଭାବିବନି କି ଶ୍ରୀ ଅରବିନ୍ଦ ବିଷୟରେ ସବୁ ଶ୍ରୀ ଅରବିନ୍ଦ ହବ ତାକୁ ପଢିବ ନା। ତ ତମର କ୍ୱେଶ୍ଚିନ୍ ଯେତେବେଳେ ଆସିବ ବୋର୍ଡ ଏକ୍ଜାମ କୁ କଣ ନା ସବୁ ଜନ୍ ଡ୍ୟୁଙ୍କ ବିଷୟରେ ଆସିବ, ଶ୍ରୀ ଅରବିନ୍ଦଙ୍କ ଆସିବ, ରୁଷୋଙ୍କ ବିଷୟରେ ଆସିବ, ଗୋପବନ୍ଧୁ ମହାତ, ଏମିତି କଣ ନା ଯୋଉ ପୁରା ମିଶେଇକି କ୍ୱେଶ୍ଚିନ୍ ଟା ଦେଇଥିବ, ତମେ ତା ଭିତରୁ ତମେ କରିବ, ବୁଝିଲା। ତା ମାନେ ନୁହେଁ କି ଯୋଉ ଗୋଟେ ପଢୁଛି ତ ସେଇ ତା ଭିତରୁ ଖାଲି ଆସିଲା। ସବୁ ବିଷୟରେ ତମେ ଜାଣିଛ ତ ପଢିବ, ତ ଗୋଟି କରି ପଢ। ଟିକେ ଏଜୁକେସନ ଏକା ଭଳିଆ ଟିକେ ତମେ ନାଁ ସମସ୍ତଙ୍କର କିଏ କଣ କରିଥିଲେ ଏଇ ଗୋଟେ ମନେ ରଖିବା, ନହେଲେ ଆଉ ସବୁ ସହଜ। ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନର ଏକ ବୈଶିଷ୍ଟ୍ୟ କଣ ଥିଲା ପିଲାମାନେ? ଅହିଂସା, ଦିବ୍ୟ ସମାଜ ଗଠନ, ସମାଜ ସେବା, ଏ ସମସ୍ତ। କଣ ହବ ପିଲାମାନେ? କଣ ହବ ଶ୍ରୀ ଅରବିନ୍ଦଙ୍କ ଜୀବନ ବୈଶିଷ୍ଟ୍ୟ ନା ଦିବ୍ୟ ସମାଜ ଗଠନ। ନେକ୍ସଟ, ଶ୍ରୀ ଅରବିନ୍ଦଙ୍କ ସମ୍ପାଦନରେ ପ୍ରକାଶିତ ପତ୍ରିକାର ନାମ କଣ ଥିଲା? ଶ୍ରୀ ଅରବିନ୍ଦଙ୍କ ସମ୍ପାଦନରେ ପ୍ରକାଶିତ ପତ୍ରିକାର ନାମ କଣ ଥିଲା? ମାନବ ଚକ୍ର, ବନ୍ଦେ ମାତରମ୍, ଦିବ୍ୟ ଜୀବନ, ଏ ସମସ୍ତ ପତ୍ରିକା। କଣ ଥିଲା ନା ଶ୍ରୀ ଅରବିନ୍ଦଙ୍କ ସମ୍ପାଦନ ପ୍ରକାଶିତ ପତ୍ରିକା ଥିଲା ମାନବ ଚକ୍ର। କଣ ଥିଲା ନା ମାନବ ଚକ୍ର, ବନ୍ଦେ ମାତରମ୍, ଦିବ୍ୟ ଜନତା। ମାନେ କଣ ହବ ନା ଏ ସମସ୍ତ ପତ୍ରିକା। କଣ ନା ଏ ସମସ୍ତ ପତ୍ରିକା। ତାପରେ ନେକ୍ସଟ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଶାଳାର ନାମ କଣ? ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଶାଳାର ନାମ କଣ? କଣ? ଅରଭିଲ, ୱାର୍ଧା, ଶାନ୍ତିନିକେତନ, ସତ୍ୟବାଦୀ। କଣ ପିଲାମାନେ ହବ ନା ଅରଭିଲ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଶାଳା ନାମ କଣ ନା ଅରଭିଲ। ନେକ୍ସଟ, ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର କେଉଁଠାରେ ଅବସ୍ଥିତ? ଆନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ର ତାର କେଉଁଠାରେ ଅବସ୍ଥିତ? ବେଲପୁର, ପଣ୍ଡିଚେରୀ, ୱାର୍ଧା, ସତ୍ୟବାଦୀ। କେଉଁଠି ପିଲାମାନେ ନା ପଣ୍ଡିଚେରୀ। କେଉଁଠି ନା ପଣ୍ଡିଚେରୀ।
ନେକ୍ସଟ ତ ଶେଷ କ୍ୱେଶ୍ଚିନ୍ ପିଲାମାନେ 10ଟି ଆଲୋଚନା କରିବା କହିଥିଲି। ଅରବିଲ୍ କେବେ ପ୍ରତିଷ୍ଠା, ଅଳ୍ପ ଅଳ୍ପ ଆଲୋଚନା କରୁଛି ତମମାନେ ପଢିବାକୁ ସୁବିଧା ହବ। ଅରବିଲ୍ କେବେ ପ୍ରତିଷ୍ଠା କରାଯାଇଥିଲା? 1937, 1964, 1968, 1978 କେବେ ହୋଇଥିଲା? ନା 1968 ମସିହାରେ। କେବେ ପ୍ରତିଷ୍ଠା ହେଇଥିଲା ଅରବିଲ୍? ନା 1968। ତ ପିଲାମାନେ ତମମାନଙ୍କର ଏତିକି କ୍ୱେଶ୍ଚିନ୍ ଶ୍ରୀ ଅରବିନ୍ଦଙ୍କ ବିଷୟରେ। ନେକ୍ସଟ କ୍ଲାସକୁ ମୁଁ ନେଇ ଆସିବି ଋଷଙ୍କ ବିଷୟରେ କ୍ୱେଶ୍ଚିନ୍ ଆନ୍ସର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।